ଏ ବୋଉ ଆଗ ଶୋଇଲଣି ମ ଆ ତମେ ଶୋଇଲେ ଭିଡିଓ କେମିତି ହବ? ଉଠ ଭିଡ଼ିଓ କରିବି ବୋଲି ମୁଁ ନ ଶୋଇଲେ ମରିଯିବି। ନା ତମେ ଉଠ, ଆମେ ଭିଡିଓ କରିବା। ନ ଶୋଇଲେ ମୋ ଦେହ କଣ ହେଇଯିବ? ଏ ତମେ ଉଠ, ମୁଁ ଶୋଇବି ଉଠେ ତାପରେ ସମସ୍ତେ ଭିଡିଓ ଦେଖିବେ। କହୁଛନ୍ତି ମାଉସୀ ଖୋଜୁଛନ୍ତି। ମାଉସୀ କାଲି ଯାଇଥିଲା ଆଜି ରେଷ୍ଟ। ଏଇ ଯୋଉ ଚର୍ଚ୍ଚିତ ଚେହେରାକୁ ସମସ୍ତେ ଦେଖିବାକୁ ପସନ୍ଦ କରୁଛନ୍ତି। ନେଇଯାଉନାହାନ୍ତି ମତେ, ନେଇଯାଆନ୍ତୁ ପାଖକୁ ଦେଖୁଥିବେ। ତମକୁ ନେଇଗଲେ ଆମେ ପୁଣି କେମିତି ବଞ୍ଚିବୁ? ମୁଁ ତାହେଲେ କୁଆଡ଼କୁ ହେବି? ଇଆଡ଼କୁ ହେବି ନା ସିଆଡ଼କୁ ହେବି? ତମେ ଦି ପଟକୁ ରହିବ ଆଉ। ଦି ପଟକୁ ରହିବି। ତାମାନେ ଯେତେ ଭିଡ଼ିଓ କରିବି ମତେ ସବୁ ଦେଖିବେ। ଆଉ ତୁ ବଞ୍ଚିବୁ, ସିଏ ବି ବଞ୍ଚିବ। ଆଉ ଏମିତି କଥା। ଶୋଇଲେ କେମିତି ହବ? ସକାଳେ ଉଠିବ, ଆଗେ 20-30ଟା ଭିଡ଼ିଓ କରିବ, ତାପରେ ଶୋଇବ। ଆଗେ ଭିଡ଼ିଓ ତାପରେ ଶୋଇବ। ହଁ କ'ଣ କରିବି ଆଉ? ଖୋଜୁଛନ୍ତି ପରା, ଯଦି ମାଉସୀଙ୍କର ଦିନକୁ 100ଟା ଭିଡ଼ିଓ କହୁଛନ୍ତି। ତମେ 2ଟା ପଛେ ନ ଆସିଲେ ଚଳିବ, କିନ୍ତୁ ମାଉସୀ ଆଗେ ଆସିବା ଦରକାର। କହିଲୁନି ମାଉସୀ ଟିକେ ତାଙ୍କ କାମଧନ୍ଦା ସରିଲା ପରେ ଖାଇକି ଟିକେ ଶୋଇପଡ଼ନ୍ତି। ଶୋଇଲେ କେମିତି ହବ? ସଂସାର ଚାଲିବ କେମିତି? ଚାଲିବ ନା, ବିନା ମାଉସୀରେ କିଛି ହବନି। ଅଖ ଚକ ସବୁ ଜାମ୍। ଉଠ ଉଠ, 10-20ଟା ଭିଡ଼ିଓ କରିଦବ, ତାପରେ ଶୋଇବ। ଆଗେ ଛାପିଦବା 10-20ଟା ଭିଡ଼ିଓ। ଉଠ। ଛାପୁ ଦଉଛୁ, ଗୁଞ୍ଜର ଆଖି ହେଇସାରିଲାଣି। ନିଦ ଲାଗିଲାଣି ସତରେ? ଆଉ ମାନେ ବସିବାକୁ ତମେ ସକ୍ଷମ ନୁହଁ ଟୋଟାଲି? ଶୋଇବ ତାହେଲେ? ହଉ ତାହେଲେ ଅଧଘଣ୍ଟେ ରେଷ୍ଟ ନିଅ, ତାପରେ ଭିଡ଼ିଓ ଛାପିଦବା। 30ଟା ଭିଡ଼ିଓ ଆଜି। ଠିକ ଅଛି, ହଉ ଶୋଇପଡ଼। ଆଜି କୁଆଡ଼େ ବୁଲିଯିବେନି? ଆଜି କୁଆଡ଼େ ବୁଲିବା? ତମେ ତ ବୁଲିବାକୁ ତ ଖାଲି ଆଗ ଘର ସବୁବେଳେ ଖାଲି, ଆଉ କୁଆଡ଼େ ଯିବ କୁହ? ଆଜି ଗଲେ ତ ଖାଇବନି, ସେ ଯିବନି ବୋଧେ। କାଲି ଯିବା ଆଉ। କାଲି ଯିବା? ହଉ ଠିକ ଅଛି। ଆଉ ବର୍ଷା ନ ହଉ, ଏଇଟା ହଉଛି କଥା। ଛତା ନହେଲେ ରେନିକୋଟ ପିନ୍ଧିକି ପଳେଇବା। ରେନିକୋଟ ଛତାରେ ସବୁ ବୁଲିକି ଖାଆନ୍ତି ଏଠି। ବୁଲିବାକୁ ମନ ହେଇଛି ମାନେ ଯିବା, ତେଣିକି ଯେମିତି ପ୍ରତିକୂଳ ପରିସ୍ଥିତି ଆସୁ। ଠିକ ଅଛି, ହଉ ଶୋଇପଡ଼। ମୁଁ ଠିକ ଅଧଘଣ୍ଟାରେ ଉଠେଇଦେବି ହେଲା। ଘଣ୍ଟା ଦେଖିକି ଅଧଘଣ୍ଟା ଭିତରେ ଉଠେଇଦେବି, ତାପରେ କହିବନି ଯେ ନିଦ ଲାଗୁଛି ବୋଲି। ନା, ଆଉ କହିବିନି।